ପୂଜା କରିବାକୁ ମୁଁ ବାହାରି ପଡିଲି। ତାପରେ ଫଟାଫଟ ଯାଇ କୂଅରୁ ବାଲ୍ଟି ଲଗେଇ ପାଣି କାଢିବାକୁ ଲାଗିଲି। ଆପଣ ମାନଙ୍କ ବାରିପଟେ କୂଅ ଅଛି କି? ଯଦି ଅଛି ମତେ କମେଣ୍ଟ କରନ୍ତୁ। ତାପରେ କୂଅରୁ ପାଣି କାଢି ସାରି ମୁଁ ଠାକୁର ପୂଜା କରିଦେଲି। ଠାକୁର ପୂଜା କରି ସାରିବା ପରେ ପୁଣି ଟିକେ କୂଅରୁ ପାଣି କାଢିକି ଆଣିଦେଲି। ତାପରେ ମୁଁ ପରିବା କାଟିଦେଲି ରୋଷେଇ କରିବା ପାଇଁ। ପତିଦେବ କହିଲେ ଆଜି ଟିକେ କାଙ୍କଣକୁ ବେସର ଟିକେ ଭାଜିଦବ ତ। ମୁଁ କହିଲି ହଁ ଠିକ ଅଛି କରିଦେବି। ତାପରେ ରୋଷେଇ କରିକି ପେଟେ ଖାଇଲି। ଖାଉ ଖାଉ ମନେ ପଡିଗଲା ଛୁଆ ବେଳେ କେମିତି ଗୁଲି ଗୁଣ୍ଡା କରି ଭାତ ଖାଉଥିଲି। ତାପରେ ହାତରେ ଗୋଟେ ପହଁରା ଧରି ଘର ଝାଡୁ କରିବା ପାଇଁ ବାହାରି ପଡିଲି। ଘର ଝାଡୁ କରିଦେଲି। ଭାବିଲି ଟିକେ ଭିଡିଓ ସୁଟ କରିଦେବି। ତାପରେ ଦେଖେ ତ କେତେ ବାସନ ପଡିଛି। ବାସନ ସବୁ ଦେଖି ସାରି ମୁଁ କହିଲି ହଉ ଯାଏ, ମୋ ସ୍ୱାମୀ ଟିକେ ଘର କଲର କରୁଛନ୍ତି, ମୁଁ ତାଙ୍କ ସାଥିରେ ଟିକେ ଘର କଲର କରିଦେବି। ତାପରେ ଧୀରେ ଧୀରେ ବାହାରି ପଡିଲି। ତାଙ୍କର ଟିକେ ସେ କଲର ବ୍ରଶ ଆଣିକି ମୁଁ କହିଲି ହଉ ଟିକେ କଲର କରିବି ଦିଅ ତ। ସେ କହିଲେ ତୁ ପାରିବୁ? ମୁଁ କହିଲି ଆରେ ମୁଁ ପାରିବିନି, ତାହେଲେ ତମ ସ୍ତ୍ରୀ ନା। ତାପରେ ତାଙ୍କୁ କହିଲେ ହଉ ମୁଁ କଲର କରୁଛି, ମୋର ଟିକେ ଭିଡିଓ କରିଦେଲେ ନା। ହଁ ମୁଁ ଜାଣିନି କି ତୁ ଏଇଠି ଭିଡିଓ କରିବି ବୋଲି ଆସିଛୁ। ମୁଁ କହିଲି ଆରେ ମୁଁ ତ ଦଉନୁ ମୁଁ ଟିକେ କଲର କରିବି। ତାପରେ ତାଙ୍କର ସେ କଲର ବାଲ୍ଟି ସବୁ ଛଡେଇ ଆଣିଲି। ଧୀରେ 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 କଲର କରିବାକୁ ଲାଗିଲି। ଆଚ୍ଛା କହିଲେ ତମମାନେ କେବେ ଘର କଲର କରିଛ ନା? ଯଦି ହଁ ମତେ କମେଣ୍ଟ କର। ମୁଁ ଏତେ କଷ୍ଟରେ ଭିଡିଓ ଦେଇଛି, ଟିକେ ଲାଇକ୍ ସେୟାର କମେଣ୍ଟ। ଭିଡିଓଟି ଯଦି ଭଲ ଲାଗୁଛି ପ୍ଲିଜ ଗୋଟେ ସବସ୍କ୍ରାଇବ ଲାଇକ୍ ସେୟାର କମେଣ୍ଟ